नमस्कार जय जगन्नाथ आपण समस्त को मोर आउ एक वीडियो रे अनेक अनेक स्वागत। तो फ्रेंड्स आज मु एभली एक जगह को आसी से जगहटी माने अति गरीब लोकटी आज्ञा आउ तांकर गोटे 5 वर्षर पिलाटी अछंती आउ से पिलाटी विभिन्न प्रकार रोग रे आक्रांत जन्मरू तांकर गोड़टी बंका एबे से पिलार बयस होची 5 वर्ष एवं तांकर गोटे किडनी फेल्योर एवं हार्ट हार्ट भी प्रॉब्लम अछि आउ तांकर लंग्स भी प्रॉब्लम अछि जोथि पय कि से 20 लाख टंका से पिला पिचर सारी सारले। तो मो दुकान रे थिबा समय रे से मो पाखरे आसी पहुंचीतिले एवं रिक्वेस्ट करथिले कि तांकर गुहारी मध्ये जणैतिले। तो मो सेति पय आसीची बालेश्वर जिल्ला रेमुणा ब्लॉक ताळापदा ग्राम रे आउ देखि पड़थिले से भाई जणे एठी बसचंती। भाई आपनको नाटा कोन कोन तो सुशांत पटनायक। सुशांत पटनायक ଆଜ୍ଞା। पिलार कोन हिची सर ହଉଛି ତାର ମା ପେଟରୁ ଗୋଟେ ଲାଷ୍ଟ ଅଲ୍ଟ୍ରାସାଉଣ୍ଡ ର ରିପୋର୍ଟ ଆସିଲା ଯେ ତା କିଡନୀ ପ୍ରୋବ୍ଲେମ ଦେଖଉଛି। अच्छा ତାପରେ ପିଲା ଜନ୍ମ ହେବା ପରେ ଦେଖିଲେ ଯେ କିଡନୀଟା ତାର ଖରାପ ଅଛି। ଡକ୍ଟର ଟାଇମ ଦେଲେ 2 ମାସ ପରେ ତାକୁ ଟ୍ରିଟମେଣ୍ଟ କରିବେ ବୋଲି। अच्छा ତାପରେ ଆସିଲା ପରେ ମାସେ 7 ଦିନ ଯାଇଛି 5 ଦିନ ଯାଇଛି ପୁରା ପରିସ୍ରା ବନ୍ଦ ହେଇଗଲା। ଛୁଆ 24 ଘଣ୍ଟା କାନ୍ଦିଲା ପରେ ତାକୁ ନେଇଗଲେ କଟକ ସାଇ ହସ୍ପିଟାଲକୁ। अच्छा ତାକୁ ସେଠି ଦେଖିଲେ ଯେ କହିଲେ ଯେ ଏଟା ଟୋଟାଲ ଖରାପ ହେଇଛି ବାଁ ପଟ କିଡନୀଟା। ତାକୁ ଅପରେସନ କରିଦେଲା ପରେ ତାପରେ ଡକ୍ଟର ଆମେ କହିଲେ ଯେ କ'ଣ ପାଇଁ ଏମିତିକା ଧୋଇ ଚାଲୁଛି। କହିଲେ ଯେ ତାର ହାର୍ଟଟା ହଉଛି ରାଇଟ ସାଇଡରେ ଅଛି ଆଉ ଲଙ୍ଗସଟା ତାର ଖରାପ ଅଛି। ଗୋଟେ ପାଇପ୍ ତାର ଛୋଟ ହେଇଯାଇଛି। अच्छा ତାପରେ ହାର୍ଟର ଗୋଟେ ହୋଲ ଅଛି। अच्छा ତାପରେ ଏମିତିକା କହିଲା ପରେ ଆମେ ନାରାୟଣ ହସ୍ପିଟାଲ କାଲକାଟା ଗଲୁ, ଛତିଶଗଡ଼ ରାୟପୁର ଗଲୁ। ସେଠି ସେମ୍ କହିଲେ ଯେ ଅପରେସନ ଆକୁ କରିହେବନି। କହିଲେ ଯେ ଆକୁ ତାର ଯେ ଅପରେସନ ହବ ତାର ନିଶ୍ୱାସଟା ଚାଲିବା ଦରକାର, ଆର ନିଶ୍ୱାସ ନଳୀଟା ଖରାପ ହେଇଛି। ଆଉ କେବଳ ଆର ଉପରବାଲା ସାହା କେବଳ ମେଡିସିନ ଖାଇକି ରହିପାରିବ। ଆପଣ ଯେ କହୁଥିଲେ ଗୋଡଟା ବଙ୍କା ଜନ୍ମରୁ ସେ ଗୋଡଟା ବଙ୍କା ନା? ହଁ ଏ ଗୋଡଟା ବଙ୍କା ଅଛି ଆଉ ହାର୍ନିଆ ବି ଅଛି। अच्छा अच्छा तो फ्रेंड्स आपण माने देखि पड़थि किभଳି तांकर गोडटा भी बंका संपूर्ण देखि पड़थि आउ तांकर कहउचंती लंग्स भी प्रॉब्लम अछि, किडनी भी कोन होल अछि। तो हार्टटा भी उल्टा पड़ अच्छा आपण ये सरकार के तरफ किछि सहायता पाइछंती? କିଛି ପାଇନି। किछि भी पाइ नांती? 5 ବର୍ଷ ହେଲା ଗୁଡେଇ ଗୁଡେଇ ନେତାଙ୍କୁ ଧରି ଧରି କିଛି ମୁଁ ପାଇନି। अच्छा ଆପଣଙ୍କର जो हैंडीकैप भत्ता पाउचंती? ନା ସାର୍ 2 ବର୍ଷ ହେଲା ମୁଁ ହ୍ୟାଣ୍ଡିକ୍ୟାପ୍ କଲେଣି ଆଜି ପର୍ଯ୍ୟନ୍ତ ତାର ଭତ୍ତା ଆସୁନି। अच्छा ଆପଣଙ୍କର କୋ ब्लॉक? ରେମୁଣା ବ୍ଲକ। रेमुणा ब्लॉक। अच्छा एपर्यंत भी भत्ता भी हेनी ନା आपण ए बाबत रे आपनकर जे ब्लॉक रे जे अछंती बीएसएसओ सेमान सहित कथा हिचंती? ମୁଁ ସାର୍ ବହୁତ ଥର ଯାଇଛି, 10-12 ଥର ଯାଇଛି। अच्छा ଗଲା ପରେ ସେ କହୁଛନ୍ତି ଯେ ଗଭର୍ଣ୍ଣମେଣ୍ଟ ତାର ଆସିନାହିଁ। ଗଭର୍ଣ୍ଣମେଣ୍ଟର ଆସିନା ଆମେ ଆପଣଙ୍କୁ କହିବାନି। ଏବେ ବି 4-5 ଦିନ ତଳେ ଯାଇଥିଲି, କହିଲେ ଆମର ପୋର୍ଟାଲ ଖୋଲୁନି, ତମେ ପରେ ଆସିବ। ଆମେ ତ ମୁଁ ତ ଦିନେ ବନ୍ଦ ହେଇଗଲେ ଆଉ କୋଉ ମେଡିସିନ କୋଉଠୁ ଆଣିଦେବି 375 ଟଙ୍କାର, ମୁଁ କେତେ ଦିନ ଦୌଡ଼ି ପାରିବି। तो परिवार केमिति कोन प्रतिपोषण करचंती? ସେମିତି ମାଗି ଯାଚିକି ଲୋକ ବି କିଛି ହସ୍ପିଟାଲ ଦେଖିଲା ପରେ ଯେତେବେଳେ ଛୁଆ ଦେହ ଖରାପ ହଉଛି, ଯେତେବେଳେ ଆମେ ନେଇକି ଯାଉଛୁ ଲୋକ ବି ଜାଣିକି ଶୁଣିକି କିଛି 1000-2000 କିଏ ବି 5000 ଫେର ମାଗି ଯାଚିକି ଲାଷ୍ଟରେ ବି ମୁଁ ଭିକ ବି ମାଗିଛି। ଭିକ ମାଗିଲା ପରେ ଲୋକ ବି ବହୁତ କଥା କହିଲେ, ସରକାରରୁ ତ ସବୁ ମିଳୁଛି, ତମେ କାହିଁ ଗାଁକୁ ଆଉଛ ମାଗିଛି। ଲାଷ୍ଟରେ ମୁଁ ସେଇଠୁ तो सरकारଙ୍କ ପାଖରେ ଆପଣଙ୍କର କୋନ ନିବେଦନ ରହିବ? ସରକାରଙ୍କ ପାଖରେ ଏତିକି ନିବେଦନ ରହିବ ଯେ ଆକୁ ମୋର ପଇସା ଦରକାର ନାହିଁ, ଆପଣ ଆକୁ ନେଇକି ଯେତିକି ତାର ମେଡିସିନ ଖର୍ଚ୍ଚ ହେଉଛି ମାସକୁ ସେତିକି ତାଙ୍କୁ ଦିଅନ୍ତୁ। ଆଉ ଓଡ଼ିଶାବାସୀଙ୍କ ପାଖରେ ଏତିକି ମୁଁ ଅନୁରୋଧ କରୁଛି ଯେ ମୋ କିଛି ଯଦି ଆର୍ଥିକ ସାହାଯ୍ୟ ଆପଣମାନେ କରନ୍ତି ତାହେଲେ ମୋ ପୁଅକୁ ମୁଁ ମେଡିସିନ ଦେଇ ବଞ୍ଚେଇକି ରଖିପାରିବି। तो फ्रेंड्स आज मो दुकान रे थिबा समय रे ए भाई जणको मो दुकान पाखरे पहुंचीतिले एवं तांकर समस्या सुनिकी मु भी मध्य धैर्य धरि पारली नहीं, कारण मु भी निजे सही समय देखि गति करिके आछि। तेणु निश्चित भाव भाई घर देखि पड़ुवे आउ तांको कहिबा अनुसार से पाखापाखि 20-25 लाख टंका तांको पिला पछर खर्च कर सारलेनी। तेणु ओडिशावासी आपनको सम्मुख रे मु खाली एतिक निवेदन करिवि, निज सक्षम अनुसार भाई को किछि भी साहाय्य करंतु निज सक्षम अनुसार। कारण देखि पड़ते गोटे छोट पिलाटे जन्मरू गोड़टी तार बंका होता पर शरीर भितर जो हृत्पिंड हो कि जो फुसफुस किडनी से सब खराब अच्छी। तो ये भिडियो टी शेयर करने को आपको अनुरोध, कारण देखो ब्लॉक प्रशासन को आरंभ करके स्थानीय प्रशासन
ୟାଙ୍କ ଉପରେ କିଛି ଗୁରୁତ୍ୱ ବି ଦେଇନାହାନ୍ତି। ମାନେ ଏ ସମୟରେ ସେ ମାନେ ଭତ୍ତା କହୁଛନ୍ତି ଆଜକୁ ବର୍ଷେ ପାଖାପାଖି ହେଇଗଲାଣି ତାଙ୍କର ସାର୍ଟିଫିକେଟ ମିଳିଲାନି। 70% ତାଙ୍କର ଅଛି ହ୍ୟାଣ୍ଡିକ୍ୟାପ୍ ପରସେଣ୍ଟେଜ ଅଛି, କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ଭତ୍ତା ବି ମିଳିନି। ବଡ଼ ଦୁଃଖ ଲାଗୁଛି। ତେଣୁ ଓଡ଼ିଶାବାସୀଙ୍କ ନିକଟରୁ ମୁଁ ଏତିକି ନିବେଦନ କରିବି, ଆପଣମାନେ ଭିଡ଼ିଓଟିକୁ ବହୁ ମାତ୍ରାରେ ସେୟାର କରନ୍ତୁ ଏବଂ ଏ ଛୋଟ ପିଲାଟିକୁ କିଛି ଆର୍ଥିକ ସହାୟତା ମିଳୁ। ରହିଲି, ନମସ୍କାର, ଜୟ ଜଗନ୍ନାଥ।